ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ମନ ସୁଦୂର ପ୍ରସାରୀ। କଳ୍ପନା ଯେତେ ଦୂର ଲମ୍ବିବ ମନ ସେତେ ଦୂର ବିଚରଣ କରିପାରିବ। ଏଣୁ ଅଧ୍ୟୟନ ସମୟରେ ମନକୁ ଦେଖିବା କାର୍ଯ୍ୟରେ ନିୟୋଜିତ କରନ୍ତୁ। ଯାହା ପଢ଼ିବେ ତାହାକୁ ମନ ମଧ୍ୟରେ ଦେଖିବାକୁ ଚେଷ୍ଟା କରନ୍ତୁ। ଦେଖିବେ ପ୍ରଥମେ ପ୍ରଥମେ କଷ୍ଟ ହେବ, ମାତ୍ର ଅଭ୍ୟାସରେ ପଡ଼ିଗଲେ ପଠନ ମାତ୍ରେ ମନ ମଧ୍ୟରେ ଚଳଚ୍ଚିତ୍ରର ପରଦା ଉନ୍ମୁକ୍ତ ହେବ ଓ ଯାହା ସବୁ ପଠନ କରିବେ ଚିତ୍ର ଭଳି ତାହା ଜଳ ଜଳ ପରି ଦେଖିପାରିବେ। ଫଳରେ ପଠନରେ ଅଧିକ ଏକାଗ୍ରତା ବୃଦ୍ଧି ପାଇବ ଓ ଖୁବ୍ ସହଜରେ ମନେ ରଖିହେବ। ପଢ଼ିବା ସମୟରେ କିମ୍ବା ଲେଖିବା ସମୟରେ ଚେୟାର ଉପରେ ସହଜ ଢଙ୍ଗରେ ବସିବା ଉଚିତ। ବସିବା ସମୟରେ ମେରୁଦଣ୍ଡ ସିଧା ରହିବା ଭଲ। ଏଣୁ ପିଠିକୁ ସିଧା ଓ ସହଜ ଢଙ୍ଗରେ ରଖିବା ଉଚିତ। ଏହା ଅଧ୍ୟୟନରେ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ। ପୂଜାଗୃହରେ ପ୍ରବେଶ କଲାବେଳେ ଜୋତାକୁ ବାହାରେ ଖୋଲି ଆସିଲା ଭଳି ମୁଁ କାର୍ଯ୍ୟ କରିବା ସମୟରେ ଶରୀରକୁ ଗୃହ ବାହାରେ ରଖିଦେଇ ଆସେ। କିଛି ସୁନ୍ଦର ନୀତିଶିକ୍ଷା। 3 ଘର କୁଣିଆ ଉପବାସ ରହେ। ନିରାଶାର ଅନ୍ତରାଳରେ ଆଶାର ଆଲୋକ ଥାଏ। ଈର୍ଷା ଓ କ୍ରୋଧ ଜୀବନକୁ ଛୋଟ କରି ଦିଅନ୍ତି। ଚରମ ଦୁର୍ଗତିରୁ ଜାତ ହୁଏ ଚରମ ଆଶା। ବିଳମ୍ବ ନ୍ୟାୟ ଅନ୍ୟାୟ ସଙ୍ଗେ ସମାନ। ସନ୍ନିପାତକୁ ନାଗ ଗରଳ। ବାଘ ଭୟ ଯେଉଁଠି ରାତି ପାହେ ସେଇଠି। ମୃତ୍ୟୁ ହିଁ ଜୀବନର ଶେଷ ପରିଣତି। କର୍ତ୍ତବ୍ୟରେ କ୍ଷମାର ସ୍ଥାନ ନାହିଁ। ଦୁଧ ଦେଇ ସାପ ପୋଷ ନାହିଁ। ଗରିବ ମାଇପ ସବୁରିଶାଳୀ। ଆଗ କାମ ପଛକୁ ରଖି ପଛ କାମ ଆଗ କର ନାହିଁ। ବିପଦ ଏକା ଆସେ ନାହିଁ। ଶାନ୍ତି ହେଉଛି ଚିରସ୍ଥାୟୀ ଆନନ୍ଦ। ସ୍ୱର୍ଗର ପାଉଁଶ ମର୍ତ୍ତ୍ୟର ଅନ୍ନ ଠାରୁ ଭଲ। ମୃତ୍ୟୁ ଧନୀ ଦରିଦ୍ର ଚିହ୍ନେନା। ଆନନ୍ଦ ଗୁଣର ଅନୁଗାମୀ। ପତନ ଖଳପଣିଆର। ପାପକୁ କ୍ଷମା ଦେବା ଅର୍ଥ ପୁଣ୍ୟକୁ ନଷ୍ଟ କରିବା। ଗାଁ ଓ ଗାନ୍ଧୀ। ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ଓ ଅର୍ଥନୀତି। ତେଣୁ ଗାଁର ବିକାଶ ହିଁ ଦେଶର ବିକାଶ। ଗାଁରୁ ଶାସନ ଆରମ୍ଭ ନହେଲେ ସଫଳ ହେବନି ଗଣତନ୍ତ୍ର। ଏଭଳି ଏକ ଯୁଗାନ୍ତକାରୀ ବୈପ୍ଳବିକ ଚିନ୍ତାଧାରାକୁ ଆଧାର କରି ଜନ୍ମ ନେଇଥିଲା ସ୍ୱାଧୀନତା ପୂର୍ବରୁ ଯେତେବେଳେ କଂଗ୍ରେସର ଅନ୍ୟ ଅନେକ ନେତା ଗାଁ ଗୁଡ଼ିକୁ ଅଶିକ୍ଷା, ଅନ୍ଧବିଶ୍ୱାସ, ଉତ୍କଟ ଜାତିଆଣା ଭାବ ଓ ମାନସିକ ସଂକୀର୍ଣ୍ଣତାର ନର୍କ କୁଣ୍ଡ ବୋଲି ଭାବୁଥିଲେ, ସେତେବେଳେ ଗାନ୍ଧୀଜୀ କହୁଥିଲେ ଭାରତର ଆତ୍ମା ହେଉଛି ତାର 7 ଲକ୍ଷ ଗାଁ। ଭାରତ ବଞ୍ଚି ନାହିଁ ତାର ହାତ ଗଣତି କେତୋଟି ସହରର ଚାକଚକ୍ୟ ଭିତରେ। ଜୟ ଶ୍ରୀ ଜଗନ୍ନାଥ।